हेलो फ्रेंड्स এই ভিডিওରେ ଆସନ୍ତୁ ଆଜି ଆମେ ଓଡ଼ିଆ ଗ୍ରାମାରର ଲେଖା ଓ ଲେଖକଙ୍କ ଉପରେ କିଛି ଆଲୋଚନା କରିବା। ତ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବ, ଚ୍ୟାନେଲକୁ ନୂଆ ଥିଲେ ଚ୍ୟାନେଲ ସବସ୍କ୍ରାଇବ କରିବ। ଆଉ ଏହାର ପିଡିଏଫଟିକୁ ଡାଉନଲୋଡ୍ କରିବା ପାଇଁ ଟେଲିଗ୍ରାମ ଗ୍ରୁପର ଲିଙ୍କ୍ ଡିସ୍କ୍ରିପସନ ବକ୍ସରେ ରହିଛି, ସେଠି ଯାଇ ଜଏନ୍ ହୋଇ ଡାଉନଲୋଡ୍ କରିପାରିବ। ତ ପ୍ରଥମେ ସିଲାବସ୍ ୱାଇଜରେ ଦେଖିବା ଯେ ପ୍ରଥମେ ସାରଳା ଦାସଙ୍କର ରହିଛି। ସାରଳା ଦାସ ଯାହାଙ୍କର ଲେଖା ହେଉଛି ଓଡ଼ିଆ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ ଆଉ ଲକ୍ଷ୍ମୀନାରାୟଣ ବଚନିକା। ତ ସାରଳା ଦାସଙ୍କର এই ଚାରୋଟି ମୁଖ୍ୟ ଫେମସ୍। ତ ଓଡ଼ିଆ ମହାଭାରତ, ଚଣ୍ଡୀପୁରାଣ, ବିଲଙ୍କା ରାମାୟଣ, ଲକ୍ଷ୍ମୀନାରାୟଣ ବଚନିକା। ନେକ୍ସଟ ଦେଖିବା। ନେକ୍ସଟ ରହିଛି ଉପେନ୍ଦ୍ର ଭଞ୍ଜ। ଉପେନ୍ଦ୍ର ଭଞ୍ଜଙ୍କର ରଚିତ ପ୍ରଥମେ ରହିଛି ଏକ ନମ୍ବରରେ ବୈଦେହୀ ବିଳାସ। ବୈଦେହୀ ବିଳାସ, 2 ନମ୍ବରରେ ରାସଲୀଳା, 3 ନମ୍ବରରେ ସୁଭଦ୍ରା ପରିଣୟ, 4 ନମ୍ବରରେ ରହିବ ଲାବଣ୍ୟବତୀ, 5 ନମ୍ବରରେ ରହିବ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, 6 ନମ୍ବରରେ ରହିବ କଳା କୌତୁକ, 7 ନମ୍ବରରେ ରହିବ ତ୍ରୈଲୋକ୍ୟ ମୋହିନୀ, 8 ନମ୍ବରରେ ରହିବ ଅବନାରସ ତରଙ୍ଗ, 9 ନମ୍ବରରେ ରହିବ ପ୍ରେମ ସୁଧାନିଧି ଏବଂ 10 ନମ୍ବରରେ ରହିବ ଗୀତା ଅଭିଯାନ। ଏତଟି 10ଟି ଲେଖା ରହିଛି। ପ୍ରଥମେ ବୈଦେହୀ ବିଳାସ, ସେକେଣ୍ଡରେ ରାସଲୀଳା, 3 ନମ୍ବରରେ ସୁଭଦ୍ରା ପରିଣୟ, 4 ନମ୍ବରରେ ଲାବଣ୍ୟବତୀ, 5 ନମ୍ବରରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, 6 ନମ୍ବରରେ କଳା କୌତୁକ, 7 ନମ୍ବରରେ ତ୍ରୈଲୋକ୍ୟ ମୋହିନୀ, 8 ନମ୍ବରରେ ଅବନାରସ ତରଙ୍ଗ, 9 ନମ୍ବରରେ ପ୍ରେମ ସୁଧାନିଧି ଆଉ 10 ନମ୍ବରରେ ରହିବ ଗୀତା ଅଭିଧାନ। ନେକ୍ସଟ ଦେଖିବା। ନେକ୍ସଟ ହେଉଛନ୍ତି ଗୋପାଳ ଚନ୍ଦ୍ର ପ୍ରରାଜ। ତାଙ୍କର ପ୍ରଥମେ ହେଉଛି 1 ନମ୍ବରରେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, 2 ନମ୍ବରରେ ଭାଗବତ ଟୁଙ୍ଗିର ସନ୍ଧ୍ୟା, 3 ନମ୍ବରରେ ନନାଙ୍କ ବସ୍ତାନୀ, 4 ନମ୍ବରରେ ଦୁନିଆର ହାଲଚାଲ, 5 ନମ୍ବରରେ ଉତ୍କଳ କାହାଣୀ। ତ ମନେ ରହିଯିବ ଯେମିତିକା ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ଭାଗବତ ଟୁଙ୍ଗିର ସନ୍ଧ୍ୟା, ନନାଙ୍କ ବସ୍ତାନୀ, ଦୁନିଆର ହାଲଚାଲ, ଉତ୍କଳ କାହାଣୀ। ତ ମନେ ରହିଯିବ ଗୋପାଳ ଚନ୍ଦ୍ର ପ୍ରରାଜଙ୍କର। ତାପରେ ନେକ୍ସଟ ଦେଖିବା। ନେକ୍ସଟ ହେଉଛନ୍ତି ଜଗନ୍ନାଥ ଦାସ। ଜଗନ୍ନାଥ ଦାସଙ୍କର ହେଉଛି ଓଡ଼ିଆ ଭାଗବତ, ଅର୍ଥକୋଇଲି, ତୁଳାବୀଣା, ବହୁ ଭୋଜନ ଓ ଜଣାଣ, ଚୌପଦୀ ଓ ଚୌତିସା। ମୁଖ୍ୟ ଏତିକି ଭାଗବତ, ଅର୍ଥକୋଇଲି, ତୁଳାବୀଣା, ବହୁ ଭୋଜନ ଓ ଜଣାଣ, ଚୌପଦୀ ଓ ଚୌତିସା କାହାଙ୍କର? ଜଗନ୍ନାଥ ଦାସଙ୍କର ଏତିକି। ତାପରେ ରହିଲେ ଯେ ଭୀମ ଭୋଇ। କିଏ? ଭୀମ ଭୋଇଙ୍କର ସ୍ମୃତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ବ୍ରହ୍ମଜାଳକ, ନିବେଦ ସାଧନ। କ'ଣ? ନା ସ୍ମୃତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ବ୍ରହ୍ମଜାଳକ, ନିବେଦ ସାଧନ। ତାପରେ ରହିଛି ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତିଙ୍କର ପ୍ରଥମେ ଅମୃତର ସନ୍ତାନ, ଦାଦି ବୁଢ଼ା, ପରଜା, 4 ନମ୍ବରରେ ମାଟି ମଟାଳ, ମନ ଗହୀରର ଚାଷ, ହରିଜନ, ଦାନା ପାଣି, ଆକାଶ ସୁନ୍ଦରୀ। ଗୋପୀନାଥ ମହାନ୍ତିଙ୍କର ଗୁଡ଼ାଏ କୃତି ରହିଛି, ଯାହା ଭିତରୁ ଅମୃତର ସନ୍ତାନ, ଦାଦି ବୁଢ଼ା, ପରଜା, ମାଟି ମଟାଳ, ମନ ଗହୀରର ଚାଷ, ହରିଜନ, ଦାନା ପାଣି, ଆକାଶ ସୁନ୍ଦରୀ, ଆହୁରି ମାନେ ଅନେକ ରହିଛି, ତାକୁ ବି ଦେଖିବା। ଉଡ଼ନ୍ତା ଖଇ, ଘାସର ଫୁଲ, ଗୁପ୍ତ ଗଙ୍ଗା, ତାପରେ ଛାଇ ଆଲୁଅ, ଉଡ଼ା କପାଳ, ନବବଧୂ, ରଣଧନ୍ଦଳ, ନା ମନେ ନାହିଁ, ଶରତ ବାବୁଙ୍କ ଗଳି, ରାହୁର ଛାୟା, 2 ପତ୍ର, ସପନ ମାଟି, ଶିବ ଭାଇ ଅପହଞ୍ଚ, ଲୟ ବିଲୟ, ତନ୍ତ୍ରୀକାର, ମାଟି ମଟାଳ, ପାହାନ୍ତା, ଅନଳ ନଳ, ମନର ନିଆଁ, ଦିଗ ଦିହୁଡ଼ି, ବୁନ୍ଦାଏ ପାଣି, କିଛି କହିବାକୁ ଚାହେଁ, ମେରିଆ, ଅମୃତର ସନ୍ତାନ, ଦାଦି ବୁଢ଼ା, ପରଜା, ହରିଜନ, ଦାନା ପାଣି, ମନ ଗହୀରର ଚାଷ, ଆକାଶ ସୁନ୍ଦରୀ। ଏତିକି ଗୋପୀନାଥ ମହାନ୍ତିଙ୍କର କୃତି। ତାପରେ ଦେଖିବା ଫକୀରମୋହନ ସେନାପତିଙ୍କର। ଫକୀରମୋହନ ସେନାପତି 1 ନମ୍ବରରେ 6 ମାଣ 8 ଗୁଣ୍ଠ, ଲଛମା, ପ୍ରାୟଶ୍ଚିତ, ମାମୁଁ, ଡାକମୁନୁଷି, ରେବତୀ, ପେଟେଣ୍ଟ ମେଡିସିନ, ଅଧର୍ମବିତ, ଉତ୍କଳ ଭ୍ରମଣୀୟ, ଆତ୍ମଜୀବନ ଚରିତ, ବାଲେଶ୍ୱରୀ, ମୌନା ମୌନି, ପୁନର୍ମୂଷିକ ଭବ, କାଳିକା ପ୍ରସାଦ ଗୋରାକ, ଧୂଳିଆ ବାବା, ସୁନା ବୋହୂ, ବୀରେଇ ବିଶ୍ୱାଳ, ରାଣ୍ଡିପୁଅ ଅନନ୍ତା, ବଗୁଲା ବଗୁଲି, ସଭ୍ୟ ଜମିଦାର, ଅଜାନାତିଙ୍କ କଥା, ପାଠୋଇ ବୋହୂ, ଠାଗୁଡ଼ି ମନ୍ତ୍ର, ମାଧି ମହାନ୍ତିଙ୍କ କନ୍ୟାସନ, ପୁଷ୍ପମାଳ, ପୂଜା ଫୁଲ, ଧୂଳି, ପ୍ରାର୍ଥନା, ଉପହାର, ତ ଇତ୍ୟାଦି ଇଏ ସବୁ ଥିଲା ଫକୀରମୋହନ ସେନାପତିଙ୍କର କୃତି। ତ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବ, ଚ୍ୟାନେଲକୁ ନୂଆ ଥିଲେ ଚ୍ୟାନେଲ ସବସ୍କ୍ରାଇବ କରିବ। ଏହାର ପିଡିଏଫଟିକୁ ଡାଉନଲୋଡ୍ କରିବା ପାଇଁ ଟେଲିଗ୍ରାମ ଗ୍ରୁପର ଲିଙ୍କ୍ ଡିସ୍କ୍ରିପସନରେ ରହିଛି, ସେଠି ଯାଇ ଜଏନ୍ ହୋଇ ଡାଉନଲୋଡ୍ କରିପାରିବ।